ଓ ନମୋ ଭଗବତେ ବାସୁଦେବାୟ। ଆଜିର ଏହି ଜ୍ଞାନ ଆଲୋଚନାକୁ ସମସ୍ତଙ୍କୁ ସ୍ୱାଗତ। ନମସ୍କାର। ଆଜି ଆମେ ଅତିବଢ଼ି ଜଗନ୍ନାଥ ଦାସଙ୍କର ଅମର କୃତି ଓଡ଼ିଆ ଭାଗବତର ପ୍ରଥମ ସ୍କନ୍ଧର 16 ଅଧ୍ୟାୟର ଆଉ ଏକ ମହତ୍ତ୍ୱପୂର୍ଣ୍ଣ ଅଂଶକୁ ମାନେ ତୃତୀୟ ଭାଗକୁ ଟିକେ ଗଭୀର ଭାବେ ବୁଝିବାକୁ ଚେଷ୍ଟା କରିବା। ହଁ, ଆମ ପାଖରେ ଯେଉଁ ଅଂଶଟି ଅଛି ସେଥିରେ ରାଜା ପରୀକ୍ଷିତଙ୍କର ଦିଗ୍ବିଜୟର କଥା ଅଛି, ଆଉ ତାପରେ ଗୋଟିଏ ବହୁତ ମାର୍ମିକ ଦୃଶ୍ୟ। ହଁ, ଧର୍ମ ଆଉ ଧରିତ୍ରୀଙ୍କ ଭିତରେ ଯେଉଁ କଥାବାର୍ତ୍ତା ହେଉଛି ତାର ଆରମ୍ଭ। ହଁ, ତାର ଆରମ୍ଭ। ଆମର ଚେଷ୍ଟା ରହିବ ଏହାର ଯେଉଁ ଗଭୀର ଅର୍ଥ ଅଛି, ଯେଉଁ ସଂକେତ ଅଛି, ତାକୁ ସରଳ ଭାବରେ ଆମ ଶ୍ରୋତାମାନଙ୍କ ସାମ୍ନାରେ ରଖିବା ପାଇଁ। ଏଇଟା ପ୍ରକୃତରେ ଗୋଟେ ବହୁତ ଗୁରୁତ୍ୱପୂର୍ଣ୍ଣ ମୋଡ଼, କାରଣ କଳିଯୁଗ କେମିତି ପ୍ରବେଶ କରୁଛି ଓ ତାର ପ୍ରଭାବ ଧର୍ମ ଉପରେ, ପୃଥିବୀ ଉପରେ କେମିତି ପଡ଼ୁଛି ସେଇଟା ଏଠି ସୂଚନା ମିଳୁଛି। ସେଥିପାଇଁ ପୁରା ଆଲୋଚନାଟା ଶୁଣିଲେ ଯାଇ ଏହାର ପୁରା ମର୍ମଟା ବୁଝିହେବ। ଆଉ ଯଦି ଏହିପରି ଆଧ୍ୟାତ୍ମିକ ଆଲୋଚନା, ଜ୍ଞାନର କଥା ଭଲ ଲାଗୁଛି, ତେବେ ଆମର ଚ୍ୟାନେଲକୁ ସବସ୍କ୍ରାଇବ୍ କରିବାକୁ ଜମା ଭୁଲିବେନି। ଚାଲନ୍ତୁ ତେବେ ଆରମ୍ଭ କରିବା 16 ଅଧ୍ୟାୟର ବର୍ଣ୍ଣନା। ପ୍ରଥମେ ଶ୍ଲୋକ। ସେ ରାଜର୍ଷି ଯେତେବେଳେ ବସିଲେ ହସ୍ତିନା ମଣ୍ଡଳେ, ବିଶେଷେ ଅର୍ଜୁନର ନାତି ରାଜାଙ୍କ ମଧ୍ୟେ ଚକ୍ରବର୍ତ୍ତୀ। ହଁ, ତ ଏଠାରେ ସୁତମୁନି କହୁଛନ୍ତି ସୋନକାଦି ଋଷିମାନଙ୍କୁ। ହଁ କଥାଟା ଆରମ୍ଭ ହେଉଛି ହସ୍ତିନାପୁର। ହଁ ସେଠି କିଏ ରାଜା? ରାଜର୍ଷି ପରୀକ୍ଷିତ, ହଁ, ଅର୍ଜୁନଙ୍କ ନାତି। ହଁ, ଆଉ ସାଧାରଣ ରାଜା ନୁହନ୍ତି, ରାଜାମାନଙ୍କ ଭିତରେ ଶ୍ରେଷ୍ଠ ଚକ୍ରବର୍ତ୍ତୀ ସମ୍ରାଟ। ସେ ଶାସନ କରୁଥିଲେ। ଆଉ ଠିକ୍ ସେତିକି ବେଳେ ତାଙ୍କ କାନରେ ଗୋଟେ ଖବର ପଡ଼ିଲା, କଳିଯୁଗ ଆସିଗଲାଣି। ହଁ, କଳିଯୁଗର ପ୍ରବେଶ ହୋଇଛି। ଏକଥା ଶୁଣି ସେ କ'ଣ ଚୁପ୍ ବସିଲେ? ନା ନା, ବିଲକୁଲ ନୁହେଁ। ସେ ତୁରନ୍ତ ଦିଗ୍ବିଜୟ ପାଇଁ ବାହାରି ପଡ଼ିଲେ। ତେବେ ଏଇଟା କ'ଣ ଖାଲି ରାଜ୍ୟ ଜିତିବା ପାଇଁ ଥିଲା, ନା ଏହାର ଆଉ କିଛି ବଡ଼ ଉଦ୍ଦେଶ୍ୟ ଥିଲା? ଦେଖନ୍ତୁ, ଏଇଟା ବହୁତ ଭଲ ପ୍ରଶ୍ନ। ଏଇଟା କେବଳ ରାଜ୍ୟ ଜିତିବା ନଥିଲା। ମୋତେ ଲାଗୁଛି ଏହା ମୁଖ୍ୟତଃ ଥିଲା ଧର୍ମର ପୁନର୍ପ୍ରତିଷ୍ଠା କରିବା ଆଉ କଳିର ଯେଉଁ ପ୍ରଭାବ ତାକୁ ରୋକିବା ପାଇଁ ଗୋଟେ ଚେଷ୍ଟା। ଆଚ୍ଛା। ଜଣେ ଚକ୍ରବର୍ତ୍ତୀ ରାଜାର କର୍ତ୍ତବ୍ୟ ହେଲା ସାରା ପୃଥିବୀରେ ଧର୍ମ ସ୍ଥାପନ କରିବା, ଆଉ ପରୀକ୍ଷିତ ସେଇ ଦାୟିତ୍ୱ ହିଁ ନେଉଥିଲେ। ତାଙ୍କର ପ୍ରସ୍ତୁତି ବି ତ ସେମିତି ଜୋରଦାର ଥିଲା ନା? ହଁ, ବହୁତ ଭବ୍ୟ ପ୍ରସ୍ତୁତି। ଶୁଣନ୍ତୁ ପରବର୍ତ୍ତୀ ଶ୍ଲୋକରେ। ତାର ସଙ୍ଗତେ ନୃପବରେ ସମର୍ଥ ନୁହନ୍ତି ସମରେ, ଉତ୍ତମ ରଥ ସଜ କରି ରଥେ ଯୋଚିଲା ଅଶ୍ୱଚାରୀ, ଶ୍ୟାମ ତୁରଙ୍ଗ ମନୋଜବ କେ କହୁ ଅଶ୍ୱଙ୍କ ପ୍ରଭାବ, ଅଶ୍ୱଭୂଷିତ ଅଳଙ୍କାର ଯେହଣେ ଉଦିତ ଦିବାକର, ରଥ ଉପରେ ସିଂହଧ୍ୱଜ ପୁରୁ ବାହାର ମହାରାଜ, ଆବୃତ ଚତୁରଙ୍ଗ ବଳେ କେ ତାକୁ ସମ ମହିତଳେ, ଦିଗ ବିଜୟ ବିଜେ କଲା ଚାଲନ୍ତେ ଅବନି କମ୍ପିଲା। ଦେଖନ୍ତୁ କେମିତି ବର୍ଣ୍ଣନା କରାଯାଇଛି ତାଙ୍କ ପରାକ୍ରମ ଆଉ ଐଶ୍ୱର୍ଯ୍ୟର। ଯୁଦ୍ଧରେ ତାଙ୍କ ସାମ୍ନା କରିବାକୁ କେହି ନଥିଲେ। ଆଚ୍ଛା। ସେ ଯେଉଁ ରଥରେ ବସିଲେ ସେଇଟା ସବୁଠୁ ଭଲ ରଥ, ଆଉ ସେଥିରେ 4ଟା ଶ୍ୟାମ ରଙ୍ଗର ଘୋଡ଼ା। କେମିତିକା ଘୋଡ଼ା? ମନ ଭଳି ବେଗବାନ। ମନୋବେଗୀ, ବାଃ। ହଁ, ସେ ଘୋଡ଼ାମାନେ ପୁଣି ଏମିତି ସୁନା ଅଳଙ୍କାରରେ ସଜା ହୋଇଛନ୍ତି ଯେ ଲାଗୁଛି ସତେ ଯେମିତି ସୂର୍ଯ୍ୟ ଉଇଁଛନ୍ତି। ଓହୋ। ଆଉ ରଥ ଉପରେ ସିଂହ ଚିହ୍ନ ଥିବା ପତାକା। ଚାରିପଟେ ପୁରା ଚତୁରଙ୍ଗ ସେନା, ହାତୀ, ଘୋଡ଼ା, ରଥ, ପାଦରେ ଚାଲୁଥିବା ସୈନିକ। ଯେମିତି କମ୍ପି ଉଠିଲା। ଏଇଟା ଖାଲି ଶକ୍ତି ଦେଖାଇବା ନୁହେଁ, ଏଇଟା ଦେଖାଉଛି ଯେ ଧର୍ମର ପ୍ରତିନିଧି ଭାବରେ ତାଙ୍କର ଗତିକୁ କେହି ରୋକିପାରିବେନି। ଠିକ୍। ଆଉ ଏହାପରେ ସେ କେଉଁ କେଉଁ ଜାଗା ସବୁ ଜିତିଲେ ତାର ଗୋଟେ ସଂକ୍ଷିପ୍ତ ବିବରଣୀ ଦିଆଯାଇଛି। ମିଳେ ଉତ୍ତର କୁରୁ ଦେଶେ, ସର୍ବନୃପତି ତାର ବସେ, ଭଦ୍ରାସ୍ୱ କେତୁମାଳ ଜିଣି, ଭାରତବର୍ଷ ନୃପମଣି, ବରସ କିଂପୁରୁଷ ଆଦି, ଜିଣିଲା ସକଳ ସମ୍ପାଦିନ। ସେ ଗଲେ ଉତ୍ତରକୁରୁ ଦେଶକୁ, ଆଉ ଯେତେ ରାଜା ଥିଲେ ସବୁ ତାଙ୍କ ଅଧୀନ ହୋଇଗଲେ। ଆଚ୍ଛା। ଖାଲି ସେତିକି ନୁହେଁ, ପୁରାଣରେ ଯେଉଁ ଭଦ୍ରାସ୍ୱ, କେତୁମାଳ, ଭାରତବର୍ଷ ଏପରିକି କିଂପୁରୁଷ ପରି ଯେଉଁ ଦେବଭୂମି କୁହାଯାଏ ସେସବୁ ବର୍ଷ ବା ଅଞ୍ଚଳକୁ ବି ସେ ଜୟ କଲେ। ବାଃ, ମାନେ ସବୁଠିକାର ରାଜାମାନେ ତାଙ୍କ କଥା ମାନିଲେ। କେବଳ ମାନିଲେନି, ନା, ତାଙ୍କ ଚରଣରେ ଦାସ ଭଳି ହୋଇ ଧନ ଦେଇ ସେବା କଲେ। ଏଇଟା ତାଙ୍କର ସାର୍ବଭୌମତ୍ୱ ମାନେ ସମ୍ରାଟ ପଦକୁ ପୁରା ସ୍ପଷ୍ଟ କରୁଛି। ଏ ଯାତ୍ରାଟା ଖାଲି ଯୁଦ୍ଧ ଆଉ ରାଜ୍ୟ ଜୟ ନଥିଲା ନା, ଏଥିରେ ଆଉ କିଛି ବି ଥିଲା? ନିଶ୍ଚିତ ଭାବରେ ଥିଲା। ଯେତେବେଳେ ରାଜା ଏମିତି ଯାଉଥିଲେ, ଲୋକମାନେ ତାଙ୍କୁ କ'ଣ କହୁଥିଲେ, କ'ଣ ଶୁଣାଉଥିଲେ, ସେଇଟା ବହୁତ ମହତ୍ତ୍ୱପୂର୍ଣ୍ଣ। କେତେ ହିଁ ଲୋକ ତାର ଆଗେ କୃଷ୍ଣଚରିତ ନାନା ରଙ୍ଗେ ଆତ୍ମାକୁ ରଖିଲେ ଯେମନ୍ତେ ଦ୍ରୋଣକୁମାର ଶସ୍ତ୍ରଘାତେ, ବୃଷ୍ଣି ପାଣ୍ଡବ ବନ୍ଧୁପଣେ, ଭକତି କୃଷ୍ଣ ଚରଣେ, ପୂର୍ବପୁରୁଷଙ୍କର ବାଣୀ
ତୋଷ ତାହାଙ୍କ ମୁଖରୁ ଶୁଣି ସନ୍ତୋଷ ହେଲେ ରୂପମଣି ଉତ୍ତମ ଧନ ବସ୍ତ୍ର ଆଣି ତାହାଙ୍କୁ ଦେଲେ ପୁରସ୍କାର ରତ୍ନ କଙ୍କଣ ମଣିହାର। ଦେଖନ୍ତୁ, ଲୋକମାନେ ତାଙ୍କୁ ଖାଲି ସମ୍ମାନ ଦେଉନଥିଲେ, ସେମାନେ ତାଙ୍କ ଭଗବାନ ଶ୍ରୀକୃଷ୍ଣଙ୍କ କଥା, ତାଙ୍କ ଲୀଳା ବିଷୟରେ କହୁଥିଲେ। ଆଉ ବିଶେଷ କରି ସେଇ କଥାଟା କେମିତି ଶ୍ରୀକୃଷ୍ଣ ଦ୍ରୋଣଙ୍କ ପୁଅ ଅଶ୍ୱତ୍ଥାମାଙ୍କ ବ୍ରହ୍ମାସ୍ତ୍ରରୁ ପରୀକ୍ଷିତଙ୍କୁ ରକ୍ଷା କରିଥିଲେ ଯେତେବେଳେ ସେ ମାଙ୍କ ଗର୍ଭରେ ଥିଲେ। ହଁ, ଏଇଟା ତ ପରୀକ୍ଷିତଙ୍କ ପାଇଁ ଗୋଟେ ବହୁତ ବ୍ୟକ୍ତିଗତ ସ୍ମୃତି, ତାଙ୍କ ଜୀବନର ଆଘାର କହିଲେ ଚଳେ। ଆହୁରି ବି ଶୁଣୁଥିଲେ ଯାଦବ ଆଉ ପାଣ୍ଡବମାନଙ୍କ ଭିତରେ କେତେ ଭଲ ସମ୍ପର୍କ ଥିଲା ଆଉ ସେମାନେ କୃଷ୍ଣଙ୍କର କେତେ ବଡ଼ ଭକ୍ତ ଥିଲେ। ହଁ, ନିଜ ବାପା, ଜେଜେ ବାପା ମାନେ ପୂର୍ବପୁରୁଷଙ୍କର ଏତେ ଗୌରବର କଥା ଶୁଣି ରାଜା ପରୀକ୍ଷିତଙ୍କ ମନ ପୂରା ଖୁସି ହୋଇଯାଉଥିଲା। ଖାଲି ଖୁସି ନୁହେଁ, ମୋତେ ଲାଗୁଛି ଏସବୁ ଶୁଣି ତାଙ୍କୁ ଆହୁରି ପ୍ରେରଣା ମିଳୁଥିଲା ଧର୍ମ ରାସ୍ତାରେ ଚାଲିବା ପାଇଁ। ଏକଦମ ଠିକ୍। ଆଉ ସେ ଏତେ ଖୁସି ହେଉଥିଲେ ଯେ ଯେଉଁମାନେ ଏ କଥା ସବୁ କହୁଥିଲେ ସେମାନଙ୍କୁ ବହୁତ ଦାମୀ ପୁରସ୍କାର ଦେଉଥିଲେ, ଧନ, ଭଲ ଭଲ ପୋଷାକ, ରତ୍ନର କଙ୍କଣ, ମଣିହାର। ହଁ, ଏଥିରୁ ଜଣାପଡ଼ୁଛି ସେ କେବଳ ଜଣେ ବୀର ରାଜା ନଥିଲେ, ସେ ଜଣେ ଭକ୍ତ, କୃତଜ୍ଞ ଆଉ ନିଜ ବଂଶ ପରମ୍ପରାକୁ ଭଲ ପାଉଥିବା ମଣିଷ ବି ଥିଲେ। ଆଉ ଏଇ ଯେଉଁ କୃଷ୍ଣଙ୍କ କଥା ସେ ଶୁଣୁଥିଲେ, ମନେ ପକାଉଥିଲେ, ସେଥିରେ ତାଙ୍କ ମନ ଆହୁରି ପବିତ୍ର ହୋଇଯାଉଥିଲା। ପାଣ୍ଠବ ତୁଲେ ଯେତେ ଭାବ, ସଂସାରେ ସାଧିଲେ ମାଧବ, ରଣେ ସାରଥି ପଣେ ରଥେ, ଯେ ବନବାସ ଘୋର ପଥେ, ଦୁଃଖ ଉଦ୍ଧାରି ସଖାପଣେ, ହସ୍ତିନା ଗଲେ ଦୂତପଣେ, ଆସନ ଶୟନ ଭୋଜନେ, ସ୍ମୃତି ବଚନେ ବନ୍ଧୁପଣେ। ଏ ଆଦି ଯେତେ କର୍ମ କରି, ପାଣ୍ଠବ ସଙ୍ଗତେ ବିହରି, ସେ ଭାବ ଘେନି ଦୃଢ଼ ଚିତ୍ତେ, ଭଜିଲା କୃଷ୍ଣ ପାଦଗତେ, ପୂର୍ବପୁରୁଷଙ୍କର ଧର୍ମ, ସାଧିଲା ଅନୁଦିନ କର୍ମ। ଏଠି ଦେଖନ୍ତୁ, ପରୀକ୍ଷିତଙ୍କ ମନ ଭିତରର କଥା କେତେ ସୁନ୍ଦର ଭାବରେ କୁହାଯାଇଛି। ସେ ଖାଲି ଶୁଣୁନଥିଲେ, ସେ ମନେ ମନେ ସେ ସବୁ ଦୃଶ୍ୟକୁ ଅନୁଭବ କରୁଥିଲେ। ହଁ, ଯେମିତି କୃଷ୍ଣ ପାଣ୍ଡବମାନଙ୍କ ପାଇଁ କ'ଣ ନଥିଲେ, ସାଙ୍ଗ ଥିଲେ, ରଥ ଚଳାଉଥିଲେ, ଦୂତ ହୋଇଯାଇଥିଲେ, ଗୁରୁ ଥିଲେ, ସବୁକିଛି। ଯୁଦ୍ଧ ବେଳେ ସାରଥି ହେବା, ବନବାସର ସେ କଷ୍ଟ ରାସ୍ତାରେ ବାଟ ଦେଖାଇବା, ଦୁଃଖ ବେଳେ ସାଙ୍ଗ ହୋଇ ସାହାଯ୍ୟ କରିବା, ଶାନ୍ତି ପାଇଁ ଦୂତ ହୋଇ ହସ୍ତିନାପୁର ଯିବା, ଏପରିକି ସାଧାରଣ କଥା ଯେମିତି ଏକାଠି ବସିବା, ଶୋଇବା, ଖାଇବା। ହଁ, ଏଇ ସାଧାରଣ ମଣିଷ ସ୍ତରରେ ବି କୃଷ୍ଣଙ୍କର ଯେଉଁ ଅସାଧାରଣ ସ୍ନେହ, ଯେଉଁ ସମ୍ପର୍କ ଥିଲା ପାଣ୍ଡବଙ୍କ ସହ, ସେ ସବୁକୁ ସେ ମନେ ପକାଉଥିଲେ। ଆଉ ଏ ସ୍ମରଣ ହିଁ ତାଙ୍କ ଭକ୍ତିକୁ ଆହୁରି ମଜବୁତ କଲା ନା? ନିଶ୍ଚୟ। ସେ ପୂରାପୂରି ଭାବେ ଶ୍ରୀକୃଷ୍ଣଙ୍କ ପାଦରେ ନିଜକୁ ସମର୍ପି ଦେଲେ। ଆଉ ଏଇ ଭକ୍ତି ଭାବରୁ ଶକ୍ତି ପାଇ ସେ ପ୍ରତିଦିନ ନିଜ ପୂର୍ବପୁରୁଷ ମାନେ ପାଣ୍ଡବମାନଙ୍କର ଧର୍ମ ରାସ୍ତାରେ ଚାଲି ନିଜର ଶାସନ କାମ କରୁଥିଲେ। ତାଙ୍କ ପାଇଁ ରାଜଧର୍ମ ଆଉ ଭଗବାନଙ୍କ ଭକ୍ତି ଦୁଇଟା ଅଲଗା ନଥିଲା, ଗୋଟେ ଆରେଟାକୁ ସାହାଯ୍ୟ କରୁଥିଲା। ଏକଦମ। ଏହାପରେ ସୁତମୁନି ଗୋଟେ ଛୋଟ ସୂଚନା ଦେଉଛନ୍ତି, ଯାହାକି ଆଗକୁ କ'ଣ ହେବାକୁ ଯାଉଛି ତାର ଗୋଟେ ସଂକେତ ପରି। ସେ ପୁଣି ନିଜ କର୍ମ ବଶେ ଲଭିଲା ଅଳ୍ପ ବୟସେ, ତାର ଆଶ୍ଚର୍ଯ୍ୟ କଥା ଯେତେ ଶୁଣ ଶୌନକ ଶୁଦ୍ଧ ଚିତ୍ତେ। ହଁ, ସେ କହୁଛନ୍ତି ଯେ ପରୀକ୍ଷିତ ନିଜର ପୁଣ୍ୟ କାମ ଆଉ ଭକ୍ତି ଯୋଗୁଁ ବେଶୀ ବୟସ ନ ହୁଣୁ, ମାନେ ଅଳ୍ପ ବୟସରେ ହିଁ ପରମ ଗତି ପାଇଥିଲେ। ଆଉ ଏବେ ତାଙ୍କ ଜୀବନର ଆହୁରି ଆଶ୍ଚର୍ଯ୍ୟ କଲା ଭଳି କଥା ସବୁ ଆସୁଛି। ସେଥିପାଇଁ ଶୌନକଙ୍କୁ କହୁଛନ୍ତି ପୁରା ଶୁଦ୍ଧ ମନରେ, ଧ୍ୟାନ ଦେଇ ଶୁଣିବା ପାଇଁ। ହଁ, ଏଇଟା ଗୋଟେ ପ୍ରକାରର ଉତ୍କଣ୍ଠା ବଢ଼ଉଛି, କିଛି ଗୋଟେ ବଡ଼ ଘଟଣା ଘଟିବାକୁ ଯାଉଛି। ଆଉ ଠିକ୍ ଏଇଠୁ କାହାଣୀଟା ଗୋଟେ ନୂଆ ମୋଡ଼ ନେଉଛି, ପରିସ୍ଥିତି ବଦଳି ଯାଉଛି। ଏତେ ସମୟ ଆମେ ରାଜା ପରୀକ୍ଷିତଙ୍କ ଧର୍ମ ରାଜ୍ୟର ଚିତ୍ର ଦେଖୁଥିଲେ। ହଁ, କିନ୍ତୁ ଏବେ କଳିଯୁଗର ଯେଉଁ ପ୍ରଭାବ, ତାର ପ୍ରଥମ ଝଲକ ମିଳୁଛି। ଆଉ ଏ ବର୍ଣ୍ଣନାଟା ବହୁତ କାବ୍ୟକ ଆଉ ସାଙ୍କେତିକ ବି। ହଁ, ଧର୍ମ ଆଉ ପୃଥିବୀର ଅବସ୍ଥାକୁ ଏକଦମ ଜୀବନ୍ତ କରିଦିଆଯାଇଛି। ଧର୍ମ ଯେ ଏକ ପାଦ ବହି ଦିନେ ସେ ବୃଷ ରୂପ ହୋଇ, ଭୂମିକି ଦେଖି ଧେନୁ ରୂପେ, ବିଶ୍ୱାସେ ମିଳିଲା ସମୀପେ। ସେ ଧେନୁ ଅତି ଦୁଃଖେ ଦୁଃଖୀ, ଅଧୋବଦନେ ଅଶ୍ରୁମୁଖୀ, କାନ୍ଦେଇ ତେଜହୀନ ହୋଇ, ବତ୍ସା ବିହୁନେ ଯେହୁଣେ ଗାଇ। ଏଠି ଦେଖନ୍ତୁ କେତେ ଗଭୀର କଥା। ଧର୍ମ, ସତ୍ୟଯୁଗରେ ତାଙ୍କର 4ଟା ପାଦ ଥିଲା, ତପ, ଶୌଚ, ଦୟା, ସତ୍ୟ। ଆଚ୍ଛା। କିନ୍ତୁ କଳିଯୁଗରେ 3ଟା ପାଦ ଭାଙ୍ଗିଗଲାଣି, କେବଳ ଗୋଟିଏ ପାଦ ରହିଛି ସତ୍ୟ। ଓହୋ। ତେଣୁ ଏକ ପାଦରେ ଛିଡ଼ା ହେଇଛନ୍ତି। ହଁ। ଆଉ ସେଇ ଧର୍ମ କୋଣ ରୂପ ନେଇଛନ୍ତି? ଗୋଟେ ବୃଷଭ ମାନେ ଷଣ୍ଢର ରୂପ। ଆଉ ସେ ଦେଖୁଛନ୍ତି କାହାକୁ? ପୃଥିବୀକୁ। ପୃଥିବୀ କେଉଁ ରୂପରେ ଅଛନ୍ତି? ଗୋଟେ ଗାଈ ରୂପରେ। କିନ୍ତୁ ସେ ଗାଈର ଅବସ୍ଥା ଭଲ ନାହିଁ।
ସେ ଭାରି ଦୁଃଖୀ। ହଁ, ମୁହଁ ତଳକୁ କରିଚନ୍ତି, ଆଖିରୁ ଖାଲି ଲୁହ ବହୁଚି। ଯେମିତି ଗୋଟେ ଗାଈ ତା ବାଛୁଡ଼ିକୁ ହଜେଇ ଦେଲେ କାନ୍ଦେ, ସେମିତି ଦେହରେ କିଛି ତେଜ ନାହିଁ, ଖାଲି କାନ୍ଦୁଛନ୍ତି। ବାପରେ, ଏ ଦୃଶ୍ୟଟା ହିଁ ତ କଳିଯୁଗ ଆସିବାର ସଂକେତ ଦଉଚି। ଏକଦମ ଶକ୍ତିଶାଳୀ ଚିତ୍ର ଏଇଟା। ଧର୍ମ ନିଜେ ଦୁର୍ବଳ, ଆଉ ପୃଥିବୀ ପୁରା ଦୁଃଖରେ ଭାଙ୍ଗି ପଡ଼ିଛନ୍ତି। ଧର୍ମ କମିଗଲେ ପୃଥିବୀ କଷ୍ଟ ପାଇବ, ଏ ଦୁଇଟା ପୁରା ଜଡ଼ିତ। ହଁ। ଏବେ ସେଇ ଷଣ୍ଢରୂପୀ ଧର୍ମ ଗାଈରୂପୀ ପୃଥିବୀଙ୍କୁ ତାଙ୍କ ଦୁଃଖର କାରଣ ପଚାରୁଛନ୍ତି। ଆଉ ଏଇ ପ୍ରଶ୍ନଗୁଡ଼ିକୁ ବି ବହୁତ ଗୁରୁତ୍ୱପୂର୍ଣ୍ଣ। ତାର ବଦନ ଚାହିଁ ଧୀରେ, ଧର୍ମ ପୁଛେଇ ପ୍ରିୟ ଭରେ। ଭୋ ବସୁନ୍ଧରୀ ସତ୍ୟ କହ, ତୋର ବିଷये ମୋ ସନ୍ଦେହ। ତୋର ଶରୀରେ କିବା ବ୍ୟାଧି, ଅନ୍ତର ବାହାରେ ଆଚ୍ଛାଦି। ବିରସ ବଦନ ତୋହର, ଯେ ମୁଖ ସ୍ୱଭାବେ ସୁନ୍ଦର। କିବା ତନୟ ତୋର ମଲା, ସ୍ୱାମୀ ବା ଦୂରେ ପ୍ରବାସିଲା। କିବା ତୋହର ମନବ୍ୟଥା, କି ନଷ୍ଟ ଧନେ ତୋର ଚିନ୍ତା। ଧର୍ମ ବହୁତ ସ୍ନେହରେ ପଚାରୁଛନ୍ତି, ହେ ବସୁନ୍ଧରୀ, ହେ ପୃଥିବୀ, ସବ୍ କୁହ। ତୁମକୁ ଦେଖି ମୋ ମନରେ ସନ୍ଦେହ ହେଉଛି। ତୁମରେ ଦୁଃଖ କାହିଁକି? ତୁମର ସୁନ୍ଦର ମୁହଁଟା ଏମିତି ମଳିନ ଦିଶୁଛି କାହିଁକି? କ'ଣ କିଛି ରୋଗ ହୋଇଛି ଯେ ଭିତରେ ବାହାରେ ସବୁଠି କଷ୍ଟ ଦେଉଛି? ଆଉ ତାପରେ ସେ ଅନେକ ସମ୍ଭାବନା କଥା ପଚାରୁଛନ୍ତି। ହଁ, ଯେମିତି କ'ଣ ତୁମ ପୁଅ ମାନେ ତୁମର ପ୍ରଜାମାନେ ମରିଗଲେ, ନା ତୁମ ସ୍ୱାମୀ ମାନେ କୌଣସି ଧାର୍ମିକ ରାଜା ଦୂରକୁ ଚାଲିଗଲେ, କିମ୍ବା ତୁମ ମନରେ କିଛି ବଡ଼ କଷ୍ଟ ଅଛି, ନା କିଛି ଧନ ସମ୍ପତ୍ତି ହଜିଯାଇଛି ବୋଲି ଚିନ୍ତା କରୁଛ? ଏ ପ୍ରଶ୍ନଗୁଡ଼ିକ ଖାଲି ଗୋଟିଏ ଗାଈ ପାଇଁ, ନା ଏହାର ବହୁତ ଗଭୀର ସାଙ୍କେତିକ ଅର୍ଥ ଅଛି? ପୁଅ ମରିବା ମାନେ ପ୍ରଜାନାଶ ହେବା, ସ୍ୱାମୀ ଦୂରରେ ରହିବା ମାନେ ଧାର୍ମିକ ଶାସକର ଅଭାବ। ମନର ବ୍ୟଥା ମାନେ ପୃଥିବୀ ଉପରେ ପାପର ଭାର ବଢ଼ିବା। ଆଉ ନଷ୍ଟ ଧନ ମାନେ ପୃଥିବୀର ପ୍ରାକୃତିକ ସମ୍ପଦ କମିଯିବା ବା ତାର ଶ୍ରୀହୀନ ହୋଇଯିବା। ଧର୍ମ ଏସବୁ କାରଣ ଖୋଜୁଛନ୍ତି। ଏହାପରେ ଧର୍ମ ନିଜ କଥା ବି କହୁଛନ୍ତି। ହଁ, ନିଜ ଅବସ୍ଥା ବିଷୟରେ। ଏକଇ ପାଦ ଦେଖି ମୋତେ, ଦୟା ବସିଲା ତୋର ଚିତ୍ତେ। କିବା ଏ ଘୋର କଳି କାଳେ, ଶୂଦ୍ରେ ଭୁଞ୍ଜିବେ ତୋତେ ବଳେ। କିବା ଦେବଙ୍କ ପ୍ରୀତି ଛଳେ, ଯଜ୍ଞ ନୋହିଲା ମହିତଳେ। ତେଣୁ ବା ଇନ୍ଦ୍ର ନ ବର୍ଷିଲେ, ଏଣୁ ବା ପ୍ରଜାନାଶ ଗଲେ। ଧର୍ମ ପଚାରୁଛନ୍ତି, ମୁଁ ଯେ ଏମିତି ଗୋଟିଏ ପାଦରେ ଛିଡ଼ା ହୋଇଅଛି, ମୋର ଏ ଦୁର୍ବଳ ଅବସ୍ଥା ଦେଖି ତୁମ ମନରେ ଦୟା ଆସୁଛି କି? ତୁମେ ସେଥିପାଇଁ ଦୁଃଖ କରୁଛ କି? ବାଃ, କେତେ ଗଭୀର କଥା। ଧର୍ମର ଅବସ୍ଥା ଖରାପ ହେଲେ ପୃଥିବୀ ବି କଷ୍ଟ ପାଏ। ଠିକ୍। ଆଉ ତାପରେ ଗୋଟେ ବଡ଼ ଆଶଙ୍କା। ହଁ, ସେଇଟା ଟିକେ ଭୟଙ୍କର। କ'ଣ ଏ ଯୋଉ ଘୋର କଳିକାଳ ଆସୁଛି, ସେଥିରେ ଶୂଦ୍ରମାନେ, ଏଠି ଶୂଦ୍ରମାନେ କ'ଣ ଜାତିକୁ ବୁଝାଉଛି? ନା, ଏଠି ଶୂଦ୍ର ଶବ୍ଦ କେମିତି ସାଙ୍କେତିକ, ମାନେ ଅଯୋଗ୍ୟ, ଅଧାର୍ମିକ, ଗୁଣ ନଥିବା ଲୋକ। ସେମାନେ କ'ଣ ବଳ ଦେଖେଇ ତୁମକୁ ଭୋଗ କରିବେ, ସେଇ ଚିନ୍ତାରେ ତୁମେ ଅଛ କି? ଆଚ୍ଛା, ମାନେ କଳିଯୁଗରେ ଶାସନ କେମିତି ଖରାପ ହୋଇଯିବ, ସେଇଆଡ଼କୁ ଇଙ୍ଗିତ କରୁଛି। ହଁ, ଆଉ ଗୋଟେ କଥା ପଚାରୁଛନ୍ତି, କ'ଣ ପୃଥିବୀରେ ଯାଗ ଯଜ୍ଞ ସବୁ ବନ୍ଦ ହୋଇଗଲେନି? ସେଥିପାଇଁ ଦେବତାମାନେ ଖୁସି ନାହାନ୍ତି, ଆଉ ଇନ୍ଦ୍ର ବର୍ଷା କରୁନାହାନ୍ତି, ଆଉ ସେଥିପାଇଁ ଲୋକମାନେ ମରୁଛନ୍ତି। ଓହୋ, ମାନେ ପରିବେଶ ଠିକ୍ ନ ରହିବା ଆଉ ଧାର୍ମିକ କାମ ନ ହେବା ଭିତରେ ବି ସମ୍ପର୍କ ଅଛି ବୋଲି କୁହାଯାଉଛି। ହଁ, ଏହାପରେ ଧର୍ମ, କଳିଯୁଗ, ସମାଜ ଆଉ ନୈତିକତା କେମିତି ଖରାପ ହୋଇଯିବ, ତାର ଆହୁରି କିଛି ଚିତ୍ର ଦଉଛନ୍ତି। କିବା ପୁରୁଷେ ନିଜ ନାରୀ, ଉପେକ୍ଷୀ ପରଦାରା କରି। କିବା ବାଳକେ ପିତାମାତା, ଛାଡ଼ିବେ ତେଣୁ ତୋର ଚିନ୍ତା। କିବା ବ୍ରାହ୍ମଣେ ବେଦବାଣୀ, ସାଧିବେ ହୀନ କୂଳେ ଆଣି। କି ହୀନ କ୍ଷେତ୍ରବନ୍ଧୁ ରାଜା, କଳି ପୀଡ଼ିତ ଜନପ୍ରଜା। ନିଜ ଭୁବନ ଛାଡ଼ି ଜନେ, ପଶିବେ ଦୁର୍ଗମ ବିପିନେ। ପ୍ରାଣୀ ନ ମଣି ସ୍ଥାନାସ୍ଥାନ, ଆସନ ଶୟନ ଭୋଜନ। କରିବେ ପରପାକେ ମତି, ପର ଯୁବତୀ ସଙ୍ଘେରତି। ଏଗୁଡ଼ାକୁ ପୁରା କଳିଯୁଗର ଅଧର୍ମରୁ ଗୋଟେ ଲିଷ୍ଟ ଭଳିଆ। ପୁରୁଷମାନେ ନିଜ ସ୍ତ୍ରୀକୁ ଛାଡ଼ି ପର ସ୍ତ୍ରୀ ପାଖକୁ ଯିବା। ପିଲାମାନେ ବାପା ମାଙ୍କୁ ନ ମାନିବା, ଛାଡ଼ିଦେବା। ବ୍ରାହ୍ମଣମାନେ ଯିଏ ଯୋଗ୍ୟ ନୁହେଁ, ତାକୁ ବେଦ ଶିଖାଇବା। ନାମକୁ ମାତ୍ର କ୍ଷତ୍ରିୟ, କ୍ଷେତ୍ରବନ୍ଧୁ, ରାଜା ହୋଇ ଲୋକଙ୍କୁ କଷ୍ଟ ଦେବା। ଆଉ ଏତେ କଷ୍ଟ ହେବ ଯେ ଲୋକେ ନିଜ ଘର ଦ୍ୱାର ଛାଡ଼ି ଜଙ୍ଗଲକୁ ପଳେଇବେ। କେଉଁଠି ବସିବେ, ଶୋଇବେ, କ'ଣ ଖାଇବେ, କିଛି ଠିକଣା ରହିବନି। ପର ଘରେ ରାନ୍ଧିଥିବା ଜିନିଷ ଖାଇବାକୁ ଇଚ୍ଛା କରିବେ, ପର ସ୍ତ୍ରୀ ସହ ମିଶିବାକୁ ଚାହିଁବେ। ଏସବୁ ପୁରା ସାମାଜିକ ଆଉ ନୈତିକ ନିୟମ କାନୁନର ବିପର୍ଯ୍ୟୟ। ଧର୍ମ ପଚାରୁଛନ୍ତି, ଏଇସବୁ ଅଧର୍ମ ପାଇଁ କ'ଣ ତୁମେ ଏତେ ଦୁଃଖୀ? ଏତେ ସବୁ ପ୍ରଶ୍ନ ପରେ ଧର୍ମ ଏବେ ଗୋଟେ ମୂଳ କାରଣ ଆଡ଼କୁ ଯାଉଛନ୍ତି, ଯାହା ଭଗବାନ ଶ୍ରୀକୃଷ୍ଣଙ୍କ ସହ ଜଡ଼ିତ। ହଁ, ଆଉ ଏଇଟା ବୋଧେ ସବୁଠୁ ମହତ୍ତ୍ୱପୂର୍ଣ୍ଣ ପ୍ରଶ୍ନ। କିବା ତୋହର ଗୁରୁଭାର, ଖନ୍ତିଲା କୃଷ୍ଣ ଅବତାର।
ତାର ଚରଣ ତୋ ଉପର ଯେଉଁନେ ଭୂଷିତ ଅଳଙ୍କାର, ତାର ଚରିତ ଗୁଣ ଲୀଳା କିବା ତୋ ମନ ସୁମରିଲା, ତାର ବିଯୋଗେ ତୋର ଚିତ୍ତ ଚିନ୍ତା ସାଗରେ ମୋହଗତ, ଏ ଆଦି ଯେତେ ଚିନ୍ତା ଭାର, କହ ତୋ ବିମାନ ବ୍ୟବହାର। ଏଠି ଧର୍ମ ସିଧା ପଚାରୁଛନ୍ତି, ଭଗବାନ ଶ୍ରୀକୃଷ୍ଣ ତ ଆସି ତୁମର ଏତେ ଭାର କମ୍ କରିଦେଇଥିଲେ, ତାଙ୍କ ପାଦଚିହ୍ନ ତ ତୁମ ପାଇଁ ଅଳଙ୍କାର ଭଳି ଥିଲା। ତେବେ କଣ ତୁମେ ତାଙ୍କର ସେଇ ସବୁ ଲୀଳା ଗୁଣ କାମକୁ ମନେ ପକାଉଛ? ଆଉ ସେ ଏବେ ନାହାନ୍ତି ବୋଲି ତାଙ୍କ ବିରହରେ ତୁମ ମନ ଦୁଃଖ ଆଉ ମୋହର ସମୁଦ୍ରରେ ବୁଡ଼ି ଯାଇଛି। ଏଇଟା ବହୁତ ଗଭୀର ଆଧ୍ୟାତ୍ମିକ ପ୍ରଶ୍ନ। ପୃଥିବୀର ପ୍ରକୃତ ଦୁଃଖ କଣ? ଭଗବାନଙ୍କର ଅନ୍ତର୍ଧାନ? ହଁ, ଯେତେବେଳେ ଭଗବାନ ନିଜେ ନାହାନ୍ତି ସେତେବେଳେ ତ ଅଧର୍ମ ବଢ଼ିବ ହିଁ ବଢ଼ିବ। ଧର୍ମ କହୁଛନ୍ତି, ଏତେ ସବୁ କାରଣ ମୁଁ କହିଲି, ଏ ଭିତରୁ କେଉଁଟା ତୁମ ଦୁଃଖର ପ୍ରକୃତ କାରଣ? କାହିଁକି ତୁମ ମନ ଏମିତି ଖରାପ ଅଛି? ସତ କୁହ। ଏହାପରେ ଆଉ ଦୁଇଟି ସମ୍ଭାବ୍ୟ କାରଣ ବି ପଚାରୁଛନ୍ତି। ହଁ, ଶେଷ ଆଡ଼କୁ। ଦେବେ ପୂଜନ୍ତି ତୋତେ ଭଲେ, ଏବେ ଅବଜ୍ଞା କିବା କଲେ, କାଳ ବା ତୋର ଶୁଭ ହରି, ଏଣୁ ଦିଶିଲୁ ହତଶିରି। ଆଗରୁ ତ ଦେବତାମାନେ ତୁମକୁ ବହୁତ ସମ୍ମାନ ଦେଉଥିଲେ, ପୂଜା କରୁଥିଲେ। ଏବେ କଣ ସେମାନେ ତୁମକୁ ଅବହେଳା କରୁଛନ୍ତି? ନା, ସମୟ ନିଜେ ମାନେ କାଳ ହିଁ ତୁମର ସବୁ ଭଲ ଗୁଣ, ସବୁ ସୁନ୍ଦରତା ନଷ୍ଟ କରିଦେଇଛି। ସେଥିପାଇଁ ତୁମେ ଏମିତି ଶ୍ରୀହୀନ ମାନେ ଶୋଭାହୀନ ଦେଖାଯାଉଛ। ସମୟର ପ୍ରଭାବକୁ ବି ଗୋଟେ କାରଣ ଭାବେ ଦେଖାଯାଉଛି। ଏତେ ସବୁ ପ୍ରଶ୍ନ ପଚାରି ସାରିବା ପରେ ଏବେ ପୃଥିବୀ ଉତ୍ତର ଦେବା ପାଇଁ ପ୍ରସ୍ତୁତ ହେଉଛନ୍ତି। ହଁ, ଧର୍ମ ବୃଷଭ ବାକ୍ୟ ଶୁଣି ଧରଣୀ କହେ ମନେଗୁଣି। ସେଇ ଷଣ୍ଢରୂପୀ ଧର୍ମଙ୍କର ଏତେ ସବୁ କଥା, ଏତେ ପ୍ରଶ୍ନ ଶୁଣି ସାରି ଗାଈରୂପୀ ଧରଣୀ ମାନେ ପୃଥିବୀ ମନେ ମନେ ସବୁ କଥା ଭାବିଲେ, ବିଚାର କଲେ ଆଉ ତାପରେ କହିବା ଆରମ୍ଭ କରୁଛନ୍ତି। ଆଉ ଏଇଠି ଆମର ଆଜିର ଆଲୋଚନା ପାଇଁ ଯୋଉ ମୂଳ ପାଠ୍ୟ ଅଂଶ ଥିଲା ସେଟା ଶେଷ ହେଉଛି। ହଁ, ତେବେ ସଂକ୍ଷେପର ଯଦି କହିବା, ଆଜି ଆମେ ଦେଖିଲେ କେମିତି ରାଜା ପରୀକ୍ଷିତ କଳିଯୁଗ ଆସୁଛି ଶୁଣି ଧର୍ମ ସ୍ଥାପନ ପାଇଁ ଦିଗ୍ବିଜୟ କଲେ। ଆଉ କେମିତି ନିଜ ପୂର୍ବପୁରୁଷଙ୍କ କଥା ଆଉ ଶ୍ରୀକୃଷ୍ଣଙ୍କ ମହିମା ଶୁଣି ତାଙ୍କ ଭକ୍ତି ଆହୁରି ବଢ଼ିଲା ଆଉ ରାଜଧର୍ମ ପାଳନ କରିବାରେ ସେ ଆହୁରି ଦୃଢ଼ ହେଲେ। କିନ୍ତୁ ସେହି ଧର୍ମ ରାଜ୍ୟ ଚାଲିଥିବା ବେଳେ ବି ପଛଆଡ଼େ କଳିର ପ୍ରଭାବ ଆରମ୍ଭ ହୋଇସାରିଥିଲା। ହଁ, ଆଉ ତାର ପ୍ରତିଫଳନ ଆମେ ଦେଖିଲେ ସେଇ ଦୁର୍ବଳ ଗୋଟିଏ ପାଦର ଛିଡ଼ା ହୋଇଥିବା ଧର୍ମ ଷଣ୍ଢ ଆଉ ସେଇ ଦୁଃଖୀ କାନ୍ଦୁଥିବା ଧରିତ୍ରୀମାନେ ଗାଈଙ୍କର ଭେଟ ହେବାରେ। ଆଉ ଧର୍ମ ପୃଥିବୀର ଦୁଃଖର କାରଣ ଜାଣିବା ପାଇଁ କଳିଯୁଗର କେତେ ସବୁ ସମ୍ଭାବ୍ୟ ଲକ୍ଷଣ ବିଷୟରେ ପ୍ରଶ୍ନ କଲେ। ଅନେକ ପ୍ରଶ୍ନ, ସାମାଜିକ, ନୈତିକ, ଆଧ୍ୟାତ୍ମିକ, ପରିବେଶଗତ ସବୁ ଦିଗରୁ। ଏବେ ଆମ ସମସ୍ତଙ୍କ ମନରେ ପ୍ରଶ୍ନ, ଧରିତ୍ରୀ କଣ କହିବେ? ଏତେ ସବୁ କାରଣ ଭିତରୁ ପ୍ରକୃତ କାରଣ କଣ? ତାଙ୍କ ଦୁଃଖ ପଛରେ କେଉଁ ସତ୍ୟ ଲୁଚି ରହିଛି? ଏଇଟା ଜାଣିବା ପାଇଁ ଆମକୁ ନିଶ୍ଚୟ ପରବର୍ତ୍ତୀ ଅଂଶକୁ ଅପେକ୍ଷା କରିବାକୁ ପଡ଼ିବ। କାରଣ ଧରିତ୍ରୀଙ୍କ ଉତ୍ତର କେବଳ ତାଙ୍କ ଦୁଃଖର କାରଣ କହିବାନି, ବରଂ କଳିଯୁଗର ପ୍ରକୃତ ସ୍ୱରୂପ ଆଉ ଭଗବାନ ଶ୍ରୀକୃଷ୍ଣଙ୍କ ଅନୁପସ୍ଥିତିର ପରିଣାମକୁ ଆହୁରି ଭଲ ଭାବରେ ବୁଝାଇଦେବ। ହଁ, ସେଇଟା ବହୁତ ଗୁରୁତ୍ୱପୂର୍ଣ୍ଣ ହେବ। ତେଣୁ ଆମ ଶ୍ରୋତାମାନଙ୍କୁ ଅନୁରୋଧ, ଯଦି ଆଜିର ଆଲୋଚନା ଆପଣଙ୍କୁ ଭଲ ଲାଗିଥାଏ ତେବେ କମେଣ୍ଟ ବକ୍ସରେ ଓମ୍ ନମୋ ଭଗବତେ ବାସୁଦେବାୟ ଲେଖି ନିଜର ଶ୍ରଦ୍ଧା ଜଣାଇପାରିବେ। ଏବଂ ଧରିତ୍ରୀଙ୍କ ମନର କଥା, ତାଙ୍କ ଉତ୍ତର ଜାଣିବା ପାଇଁ ଆମର ପରବର୍ତ୍ତୀ ଆଲୋଚନାକୁ ନିଶ୍ଚୟ ଶୁଣନ୍ତୁ। ସେ ପର୍ଯ୍ୟନ୍ତ ଆମକୁ ବିଦାୟ ଦିଅନ୍ତୁ। ନମସ୍କାର। ନମସ୍କାର। ଆପଣ ଶୁଣୁଛନ୍ତି ରେଡିଓ ତୋଷାଳୀ, ଆମ ମାଟିର ସ୍ୱର।